ପିଲେ ଆଜି ଆମେ ଯେଉଁ ନବମ ଶ୍ରେଣୀ ସାହିତ୍ୟ ବହିରେ ଅଛି, ସାହିତ୍ୟ ଗ୍ରାମାର ବହିରେ ବ୍ୟଞ୍ଜନ ସନ୍ଧି, ସେ ବିଷୟରେ ଆମେ ଆଜି ଜାଣିବା। ତ ପ୍ରଥମରେ ଆମେ ନିୟମ ଦେଖିଦେବା ନା ଦୋ ପରେ ଯଦି ହ ଥିବ ତେବେ କ'ଣ ହେବ ନା ଦୋ ଆଉ ଧ ମିଶିଯିବ। ଦ ଆଉ ଧ ମିଶିକି ସେ ଯେଉଁ ତ ଏବଂ ଦ ପରେ ଯଦି ହ ଥିବ ତାହେଲେ ଯାହା ଥାଉ, ତ ଥାଉ କିମ୍ବା ଦ ଥାଉ, ତାପରେ ଯଦି ହ ଥିବ ତାହେଲେ ଦ ଧ ମିଶିଯିବ। ଯେମିତି ଆମେ ଏକ୍ଜାମ୍ପଲ୍ ନେବା, ଉତ୍ ଯୁକ୍ତ ହାର, ଉତ୍ ଯୁକ୍ତ ହାର। ତାହେଲେ ଏଠି ଯୁକ୍ତ ପୂର୍ବରୁ ତ ହଣତ ଅଛି, ଯୁକ୍ତ ପରେ ହ ଅଛି। ତ ସେଥିପାଇଁ ପ୍ରଥମରେ ଆମେ ଜାଣିଛେ ଯେତେବେଳକୁ ଆମେ ସନ୍ଧି କରିବା ଯୁକ୍ତ ପୂର୍ବ ଏବଂ ଯୁକ୍ତ ପର ବର୍ଣ୍ଣ ହେବ, ତାହେଲେ ଉ ତାପରେ ତ ଆଉ ହ ମିଶିକି ଧ ହେଇଯିବ। ଆଉ ଯେଉଁ ହରେ ଆକାର ଲାଗିଥିଲା ଆ ହେଇକି ର, ଉଦ୍ଧାର ହେଇଯିବ। ତାପରେ ଆଉ ଗୋଟେ ଏକ୍ଜାମ୍ପଲ୍ ନେବା, ତଦ୍ ଯୁକ୍ତ ହିତ, ତଦ୍ ଯୁକ୍ତ ହିତ। ତା ଯୁକ୍ତ ପୂର୍ବରୁ ଦ ଅଛି, ଯୁକ୍ତ ପରେ ହ ଅଛି। ତ ଆମେ ତକୁ ସେଇଭଳିଆ ତ ଲେଖିଦେବା, ଆଉ ଦ ଆଉ ହ ମିଶିକି ଦରେ ଧ ହେଇଯିବ। ଦରେ ଧ ଦେଲା ପରେ ହରେ ହର୍ଷଇ ଅଛି, ତ ଆମେ ହର୍ଷଇ ଲେଖିଦେବା, ତାପରେ ତ, ତାହେଲେ ତଦ୍ ଯୁକ୍ତ ହିତ ତଦ୍ଧିତ ହେଇଯିବ। ତାପରେ ଆମେ ଆଉ ଗୋଟେ ନିୟମକୁ ଦେଖିବା ନା ତ ଏବଂ ଦ ପରେ ଯଦି ଲ ଥିବ ତେବେ କ'ଣ ହେବ ନା ସେ ତ ବା ଦ ସ୍ଥାନରେ ଲ ହେଇଯିବ। ତ ବା ଦ ସ୍ଥାନରେ ଲ ହେଇଯିବ। ଏକ୍ଜାମ୍ପଲ୍ ନେବା ଆମେ, ଆସ ଆମେ ଏକ୍ଜାମ୍ପଲ୍ ନେବା ନା କ'ଣ ନା ହେଉଛି ଉତ୍ ଯୁକ୍ତ ଲେଖ, ଉତ୍ ଯୁକ୍ତ ଲେଖ। ଦେଖ ଯୁକ୍ତ ପୂର୍ବ ତ ଅଛି, ଯୁକ୍ତ ପରେ ଲ ଅଛି, ତାହେଲେ ଉ କୁ ଲେଖିଦେବା, ହର୍ଷକୁ ହର୍ଷ ଲେଖିଦେବା, ଏବଂ ତ ପରେ ଯଦି ଲ ଥିବ ତାହେଲେ କ'ଣ ହେବ, ତ ଜାଗାରେ ଲ ହେବ, ତାହେଲେ ଲ ରେ ହଣ ଦେବା, ତ ରେ ହଣତ ଅଛି, ଏପଟେ ଲେଖ, ତାପରେ ପୁଣି ମିଶାଇ ଦେବା ଉ, ତାପରେ ହେଉଛି ଲ ରେ ଲ, ଏକାର ଖ, ଉଲ୍ଲେଖ। ବୁଝି ହେଉଛି ପିଲାମାନେ? ତାପରେ ଆଉ ଗୋଟେ ଏକ୍ଜାମ୍ପଲ୍ ନେବା, ତଦ୍ ଯୁକ୍ତ ଲକ୍ଷଣ, ତଦ୍ ଯୁକ୍ତ ଲକ୍ଷଣ। ତାହେଲେ ସେଇ ଦ ଜାଗାରେ ଲ ହେଇଯିବ ଏବଂ ଲକ୍ଷଣ, ତାପରେ ଆମେ କ'ଣ କରିବା ନା ଲକ୍ଷଣ, ତାପରେ ଦୁଇଟା ଲକୁ ମିଶାଇ ଦେବା, ତଲ୍ କ୍ଷଣମ୍, ତଲ୍ଲକ୍ଷଣ। ତାପରେ ଆମେ କ'ଣ କରିବା ନା ଆଉ ଗୋଟେ ନିୟମକୁ ଆମେ ଦେଖିବା। ଆସ ଦେଖିବା ନା ତ ବା ଦ ପରେ ଯଦି ତାଲବେଶ ଥିବ, ତାହେଲେ କ'ଣ ହେଇଯିବ ନା ତ ବା ଦ ସ୍ଥାନରେ କ'ଣ ହବ ନା ଚ ହବ ଏବଂ ତାଲବେଶ ସ୍ଥାନରେ ଛ ହେଇଯିବ। ତାଲବେଶ ସ୍ଥାନରେ କ'ଣ ହେଇଯିବ ନା ଛ ହେଇଯିବ। ତାହେଲେ ଆସ ଆମେ ଏକ୍ଜାମ୍ପଲ୍ ନେଇ ଦେଖିବା। ଉତ୍ ଯୁକ୍ତ ଶୃଙ୍ଖଳ, ଉତ୍ ଯୁକ୍ତ ଶୃଙ୍ଖଳ। ତ ଜାଗାରେ କ'ଣ ହେଇଯିବ, ଚ ହେଇଯିବ, ଆଉ ତାଲବେଶ ଜାଗାରେ ଛ ହେଇଯିବ। ଆଉ ଯେହେତୁ ତାଲବେଶରେ ରୁ ଅଛି ତ ଛରେ ରୁ ଲାଗିବ, ତାହେଲେ କ'ଣ ହେଇଯିବ ଉ ଚ ଆଉ ଛ ହେଇକି ଛରେ ରୁ ଲାଗିଯିବ, ତାଲବେଶ ତଳେ ରୁ ଅଛି, ଆଉ ଖଳ, ତାପରେ ଚ ଆଉ ଛକୁ ମିଶାଇ ଦେବା। ତ ଏଇଭଳିଆ ହେଲେ ଗୋଟେ ଚ, ତା ତଳେ ଯଦି ଦୁଇଟା ଚ ଆଉ ଛ ଯଦି ମିଶିଯିବ, ତଳେ ଦୁଇଟା ବିସର୍ଗ ଭଳିଆ ହେଇଯିବ। ତ ମିଶାଇ ଦେବା ଆମେ ଉଚ୍ଛୃଙ୍ଖଳ।
तापर आम नेक्स्ट देखा उद जुक्त श्वास तो जगह कौन हो च हो स जगार छ हो जेहेतु तालबेश्वर उ आकार अच्छी तो से उज जुक्त छे उ रे आकार देदेबा तापर च आउ छ को मिसेदेबा उच्छ्वास कौन हो ना उच्छ्वास हो।